ओडिशा उपरे सक्रिय रहिथिबा दक्षिण पश्चिम मौसुमी वायु प्रभावरे राज्यर अधिकांश स्थानरे वर्षा लागि रहिछि। गतकाली सकाळ 8:30 टारू आज पूर्वाह्न मध्यरे कटक जिल्ला कंटापड़ारे सर्वाक 110 मिमी वर्षा होइछि। ଏହା ବ୍ୟତୀତ ବାଙ୍କିରେ 105 ମିମି, ପୁରୀ ଜିଲ୍ଲା ପିପିଲିରେ 105, ବରଗଡ଼ ଜିଲ୍ଲାର ପଦ୍ମପୁରରେ 102, ଖୋର୍ଦ୍ଧାରେ 85, ଢେଙ୍କାନାଳ ଜିଲ୍ଲା ଭୁବନରେ 80, ଖୋର୍ଦ୍ଧା ଜିଲ୍ଲା ଜଟଣୀରେ 75, ପୁରୀ ଜିଲ୍ଲା ଗୋପରେ 76 ଓ ସତ୍ୟବାଦୀରେ 72 ମିମି ବର୍ଷା ରେକର୍ଡ ହୋଇଥିଲା। ଆଜି ସକାଳଠାରୁ ସନ୍ଧ୍ୟା ମଧ୍ୟରେ ଭବାନୀପାଟଣାରେ 34, 6, ଯାଜପୁରରେ 30, ପୁରୀରେ 27, 6 ମିମି ବର୍ଷା ହୋଇଛି। ଶନିବାର ପୂର୍ବାହ୍ନ ସୁଦ୍ଧା ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ 3 ଦିନ ଯାଏ ସେଭଳି ବଡ଼ ବର୍ଷାର ସମ୍ଭାବନା ନାହିଁ। ତେବେ ଅକ୍ଟୋବର 1 ବେଳକୁ ଉପକୂଳ ଓଡ଼ିଶା ସମେତ ନୟାଗଡ଼, ମୟୂରଭଞ୍ଜ, ଗଜପତି, କେନ୍ଦୁଝର ଓ ସୁନ୍ଦରଗଡ଼ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ। ତାହାକୁ ଦୃଷ୍ଟିରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।